ମାଦ୍ରାସ ପ୍ରେସିଡେନ୍ସିରୁ ଜୟପୁର ଜମିଦାରୀ ଏବଂ ଜୟପୁର ଜମିଦାରୀ ବାହାରେ ଥିବା ପଟାଙ୍ଗୀ ତହସିଲ ଅଞ୍ଚଳକୁ ନେଇକି କୋରାପୁଟ ଜିଲ୍ଲା ଗଠନ ହେଲା। ସେତେବେଳେ ସେଇଟା କାହା ପାଖରେ ଥିଲା? ତାର ପ୍ରଥମ ପ୍ରଶ୍ନ। ଦ୍ୱିତୀୟ ପ୍ରଶ୍ନ ହେଲା 1950 ମସିହାରେ ଯେତେବେଳେ ଭାରତର ସମ୍ବିଧାନ ଭାରତବାସୀ ଗ୍ରହଣ କଲେ ଏବଂ ସେଇଥିରେ ଯୋଉ ସିଡ୍ୟୁଲ ଏକ ଷ୍ଟେଟ ଭାବରେ ଓଡିଶା ଭାଗରେ ପଡିଲା, ଯୋଉ ଅଞ୍ଚଳ ଓଡିଶାରେ ଅଛି କିମ୍ବା ଓଡିଶା ପ୍ରଦେଶ ଭାବରେ ଶାସିତ ହଉଛି ସେ ସବୁ ଓଡିଶା। ଦୁଇଟା ହେଲା ମେନ୍ ପଏଣ୍ଟ। 1 ଏପ୍ରିଲ 1936 ମସିହାରେ କଣ ହେଇଥିଲା? କୋରାପୁଟ ଜିଲ୍ଲାର ପ୍ରଥମ ସ୍କେଲେଟନ ମ୍ୟାପ ଯୋଉଟା RCS ବେଲଙ୍କ ଗେଜେଟିୟର ସହିତ ସଂଲଗ୍ନିତ ହେଇଥିଲା, ସେଟା 1945 ମସିହାରେ ପ୍ରିଣ୍ଟ ହେଇଥିଲା ଏବଂ ସେଇଥିରୁ ଜଣା ଯାଉଛି ଯେ ପଟାଙ୍ଗୀ ତାଡ଼ିବାଲସା ଶଗଡ଼ ରାସ୍ତାର ସମ୍ପୂର୍ଣ୍ଣ ଭାବରେ ଓଡିଶା ଭିତରେ ଥିଲା। ସେଠୁ ପ୍ରାୟ 10 ମାଇଲ ଦୂରରେ ଇଣ୍ଟରଷ୍ଟେଟ ବାଉଣ୍ଡରୀ ମାଦ୍ରାସ ଓଡିଶାର ବାଉଣ୍ଡରୀ ଲାଇନ ଯାଇଛି ଏବଂ ଏଇ ମ୍ୟାପଟା ହଉଛି ସବୁଠୁ ଅଥେଣ୍ଟିକ ମ୍ୟାପ। ଏଇଥିପାଇଁ ଏଟା 2D ସ୍କେଲ ପ୍ରିଣ୍ଟ ହେଇଛି ଏବଂ ଅକ୍ଷାଂଶ ଦ୍ରାଘିମା ଯାହା ଯେମିତି ରହିବା କଥା ସେମିତି ଭାବରେ ସବୁ ରହିଛି। ସେଥିରେ ଏଇ ମ୍ୟାପ ଅନୁସାରେ ଦେଖାଯାଉଛି ପଟାଙ୍ଗୀ ତାଡ଼ିବାଲସା ରୋଡ ଯଦି 1945 ମସିହାରେ ଓଡିଶା ଭିତରେ ଥିଲା, ତାହେଲେ ଆଉ ମାଦ୍ରାସର ପ୍ରଶ୍ନ କୋଉଠି ଆସିଲା? ଯଦି ମାଦ୍ରାସ ଭିତରେ ନଥିଲା ଗୋଟିଏ ଅଞ୍ଚଳ, ତାହେଲେ ଆନ୍ଧ୍ର ପାଇବ କୋଉଠୁ? ଇଏ ହେଲା ପ୍ରଥମ କଥା। ଦ୍ୱିତୀୟ କଥା ହେଲା ଯେତେବେଳେ 1950 ମସିହାରେ ସମ୍ବିଧାନ ଗ୍ରହଣ କରାଗଲା, ଭାରତବାସୀ ଗ୍ରହଣ କଲେ 26 ଜାନୁଆରୀ 1950ରେ, ସେଇଦିନ ଏଇ ଅଞ୍ଚଳକୁ କିଏ ଶାସନ କରୁଥିଲା? କଥା ହେଲା 1968 ମସିହାରେ ଯେତେବେଳେ ଆନ୍ଧ୍ରପ୍ରଦେଶର ଗୋଟେ ପୁଲିସ ପାର୍ଟି କୋଟିଆ ଅଞ୍ଚଳକୁ ପଶିଲେ 24 ଜୁଲାଇ 1968, ତାକୁ ଦେଖିକିରି ଆମର କୋରାପୁଟ ସେତେବେଳେ ଯେ SP ଥିଲେ ସିହ୍ନା ସାହେବ ଗୋଟେ ଜିଓ ଲେଟର ଲେଖିଲେ ତାଙ୍କର କାଉଣ୍ଟର ପାର୍ଟ ଯେ ଆନ୍ଧ୍ରପ୍ରଦେଶରେ ଥିଲେ ତାଙ୍କୁ, ଯେ ଏଇ ଅଞ୍ଚଳର ଯେତେକ ପୁଲିସ ନିଟ୍ ସବୁତକ ପଟାଙ୍ଗୀ ପୁଲିସ ଷ୍ଟେସନ ବା ପଟାଙ୍ଗୀ ଥାନା ଦେଖୁଥିଲା। ସୋଭରେନ୍ ଷ୍ଟେଟ ଭିତରେ ସେଟା ପ୍ରଥମ ଥର ହବ ଯେ ଆପଣମାନେ ଆପଣଙ୍କ ପୁଲିସ ଫୋର୍ସ କାହିଁକି ଅଞ୍ଚଳକୁ ପଠେଇବେ। ତେଣୁ ଗୋଟେ ଅପ୍ରୀତିକର ପରିସ୍ଥିତିକୁ ଏଡେଇବା ପାଇଁ ଆପଣ ଶୀଘ୍ର ସେମାନଙ୍କୁ ୱିଡ୍ର କରିକି ନେଇଯାଆନ୍ତୁ। ଏଇଟା ହଉଛି 26 ଜୁଲାଇ 1968 ମସିହାର ମୁଠିଆ ଅଞ୍ଚଳର ଅଫିସିଆଲି ରେକର୍ଡେଡ ଚିତ୍ର, ଯାହା ଜଣେ SP ଆଉ ଜଣେ SPକୁ ଜିଓ ଲେଟର ଲେଖିଛନ୍ତି। ଯେତେବେଳେ 2/12/1968 ମସିହା ମାନ୍ୟବର ସୁପ୍ରିମକୋର୍ଟ କହିଲେ ଯେ ଓଡିଶା ଓ ଆନ୍ଧ୍ର ତୁମେ ଯିଏ ଯେମିତି ଅଛ ସେମିତି ରହିଯାଅ ବା ସ୍ଥିତାବସ୍ଥା। ସେତେବେଳେ ସ୍ଥିତାବସ୍ଥା କଣ ଥିଲା? ସମର କୋଟିଆ ଅଞ୍ଚଳର ଯାହା ସବୁ ଦରକାର ସବୁ ଓଡିଶା ସରକାର ଚଳଉଥିଲେ ବା ଯାହା ପଟାଙ୍ଗୀ ଥାନାର ଅଧୀନରେ ଥିଲା ବା ଯାହା ଓଡିଶା ଦ୍ୱାରା ଶାସିତ ହେଉଥିଲା, ଯାହା ଫଳରେ 1950 ମସିହାଠୁ ଏ ହେଉଛି ଓଡିଶାର ଅଞ୍ଚଳ। ତା ଉପରେ ଆଉ ପାର୍ଲାମେଣ୍ଟ କିଛି କଣ କହିବାର ଅଛି, କାହାକୁ କଣ କହିବାର ଅଛି? ଇଏ ହେଲା ଲିଗାଲ ପୋଜିସନ। ବର୍ତ୍ତମାନ ଦେଖିବା ଆନ୍ଧ୍ରପ୍ରଦେଶ ଯୋଉ ଦାବି କରୁଛି ତାର ମୂଳ ଭିତ୍ତି କଣ? ଆନ୍ଧ୍ରପ୍ରଦେଶ କହୁଛି ଯେ 1943 ମସିହାରେ ଓଡିଶାଙ୍କର ଅନୁରୋଧ କ୍ରମେ ମାଦ୍ରାସର ଯେ ଆସିଷ୍ଟାଣ୍ଟ ସେଟଲମେଣ୍ଟ ଅଫିସର ଥିଲେ ଗିଲବି, ସିଏ ଯୋଉ କନଷ୍ଟିଟ୍ୟୁସନ ଓଡିଶା ଅର୍ଡର ଅନୁସାରେ ଯୋଉ ଅନୁସାରେ ସେ ଅର୍ଡର ହେଇଥିଲା ସେଟାକୁ ମାଦ୍ରାସ ଓଡିଶାର ସୀମାଟାକୁ ସେ ସରଜମିନରେ ଚିହ୍ନଟ କରିବାକୁ ଆସିଥିଲେ। ସେ ଚିହ୍ନଟ କଲେ ଯୋଉଟା ହଉଛି ଗିଲବି ରିପୋର୍ଟ। ଆମର ଓଡିଶାର କୋଟିଆ ଗାବ ପୁଞ୍ଜର 5ମ ଭାଗରେ ଗିଲବି ରିପୋର୍ଟ ସମ୍ପୂର୍ଣ୍ଣ ଭାବରେ ଅଛି। ସେ ରିପୋର୍ଟରେ ଯୋଉ 4ଟା ସ୍କେଚ ସିଟ୍ ତା ବି ଅଛି ଏବଂ 1945 ମସିହାରେ ଯୋଉ ମ୍ୟାପ ଆମର କୋରାପୁଟ ଗେଜେଟିୟରରେ ଥିଲା ସେ ମ୍ୟାପ ବି ଦିଆହେଇଛି। ଗିଲବି କଣ କଲେ, ତାଙ୍କର ପ୍ରଥମ ଚିହ୍ନଟ କାମ ଆରମ୍ଭ କଲେ।
ନେଚୁରାଲି 1943 ମସିହା ଆପଣ ଭାବନ୍ତୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ଚାଲିଥାଏ। ସେଇ ଭିତରେ ଘଞ୍ଚ ବଣ ଜଙ୍ଗଲ ଭିତରେ ବାଘ ଭାଲୁ ସାପ ମ୍ୟାଲେରିଆ ସବୁ ପ୍ରାଦୁର୍ଭାବ ଭିତରେ ସେ ଗୋଟେ ଦଳ ଧରିକି ଚାଲିଲେ। ଏଇ ପାହାଡ ଅଗରୁ ସେଇ ପାହାଡ ଅଗ, ସେଇ ପାହାଡ ଅଗରୁ ସେଇ ପାହାଡ ଅଗ, ସେଇ ପାହାଡ ଅଗରୁ ସେଇ ପାହାଡ ଅଗ। ଇଏ ହଉଛି ତାଙ୍କର ଚିହ୍ନଟ ପ୍ରକ୍ରିୟା। କାରଣ ତାଠୁ ଆଉ ଅଧିକା ସେ କିଛି କରିପାରିନଥାନ୍ତି। ବେଳେ ବେଳେ ଗୋଟେ ପାହାଡ ଅଗରୁ ଆଉ ଗୋଟେ ପାହାଡର ଡିଷ୍ଟାନ୍ସ ସେମାନେ ଲେଖିଛନ୍ତି ଏପ୍ରୋକ୍ସିମେଟଲି 50 ଚେଞ୍ଜ। ଯୋଉ ଏପ୍ରୋକ୍ସିମେଟ କୌଣସି ଭିତରେ ଏକ୍ୟୁରେଟ ନୁହଁ, ସଠିକ ନୁହଁ, ଆନୁମାନିକ। ଏବଂ ସେ କହିଛନ୍ତି 1 inch is equal to 4 ମାଇଲ। ସେ ବି ଆନୁମାନିକ, ପ୍ରାୟ 4 ମାଇଲ ଏପ୍ରୋକ୍ସିମେଟଲି। ଏଭଳି ଗୋଟେ ନକ୍ସାକୁ ଯେତେବେଳେ ସେ ଚିହ୍ନଟ କଲେ, ଓଡିଶା ତରଫରୁ କେହି ଯାଇନଥିଲେ, ଭାଗ ନେଇନଥିଲେ। ସେ ତାଙ୍କର ଯାହା ଚିହ୍ନଟ କଲେ ଲେଖିକି ମାଡ୍ରାସ ସରକାରଙ୍କୁ ଦେଇଦେଲେ। ମାଡ୍ରାସ ସରକାର ଓଡିଶା ସରକାରଙ୍କୁ ଦେଇଦେଲେ। ଓଡିଶା ସରକାର ତାକୁ ଗ୍ରହଣ କରିଗଲେ। ତେଣୁ ଆନ୍ଧ୍ରପ୍ରଦେଶ କହୁଛନ୍ତି ଯେହେତୁ ତୁମେ ମାନିଛ ଏଇ ଅନୁସାରେ, ଏଇ ପାହାଡ ଅଗରୁ ସେଇ ପାହାଡ ଅଗ, ଏଇ ଅନୁସାରେ ଏଇଟା ହଉଛି କୋଟିଆ ହଉଛି ଆମର। କାହିଁକି? ଗିଲବିକୁ ଯେତେବେଳେ ପଚରା ଗଲା ଯେ କୋଟିଆଟା ଓଡିଶାରେ ଅଛି ନା ମାଡ୍ରାସ ଅଛି, କାରଣ ସେତେବେଳେ ଆନ୍ଧ୍ରପ୍ରଦେଶ ତିଆରି ହେଇନଥିଲା। ସେ ଭାବିକି କହିଲେ ଏଇଟା ମାଡ୍ରାସରେ ଅଛି। ହେଇଗଲା। ସେ ଯାହା କହିବେ। ଆମ ଓଡିଶା ସରକାରଙ୍କ ତରଫରୁ କେହି କେବେ ହେଲେ ଚିନ୍ତା କଲେ ନାହିଁ ଏ ଗିଲବି ରିପୋର୍ଟଟା କଣ, ତାକୁ ଟିକେ ପଢିବା। ସେ ଯୋଉ ଚିହ୍ନଟ କରୁଛନ୍ତି ଏ ପାହାଡ ଅଗରୁ ସେଇ ପାହାଡ ଗୁଡା କୁଆଡେ ଯାଇଛି ଟିକେ ଦେଖିବା, କେହି କେବେ କିଛି କଲେ ନାହିଁ। ମୁଁ ଜାଣିବି ଅଫିସିଆଲି କିଛି। ଆମେ ଯେତେବେଳେ ତାକୁ ଦେଖିଲୁ, ଆମର ସେ କୋଟିଆରେ ଯୋଉ ଅଛି ଗଦା ଡଙ୍ଗର, ଯୋଉଠି ଆମର କୋଟିଆ ପୋଲିସ ଷ୍ଟେସନ ଅଛି ଏବଂ ହେଲିପ୍ୟାଡ ଅଛି, ସେଇ ପାହାଡ ଏକଦମ ଟପ୍ ପଏଣ୍ଟରେ ସେଠି ଗୋଟେ ପଥର ଅଛି, ତାର ପଟ୍ଟଚିତ୍ର ବି ଅଛି ଆମର ପଞ୍ଚମ ଭାଗରେ। ସେ ଅନୁସାରେ ତୀର ମାର୍କ ଦିଆହେଇଛି, ଯୋଉ ବାଟେ ଇଣ୍ଟରଷ୍ଟେଟ ବାଉଣ୍ଡରୀ ଯାଇଛି ସେଇ ତୀର ମାର୍କର ବାଁ ପଟେ ଲେଖା ହେଇଛି ଓ ଅର୍ଥାତ୍ ଓଡିଶା, ଡାହାଣ ପଟେ ଲେଖା ହେଇଛି ଏମ୍ ଅର୍ଥାତ୍ ମାଡ୍ରାସ। ଏବଂ କୋଟିଆ ପାହାଡକୁ ଦେଖିଲେ କୋଟିଆ ପାହାଡର ବାମ ପାଖରେ ହିଁ କୋଟିଆ ଗାଁ ଅଛି। ତେଣୁ ଏଥିରୁ ଯାହା ଜଣା ଯାଉଛି, ଯୋଉ ଚିହ୍ନଟ କାମ ଗିଲବି କରିଥିଲେ 1943 ମସିହାରେ, ସେ ପାହାଡ ଉପରେ ସେ ଯୋଉ ଚିହ୍ନ ଦେଇଛନ୍ତି, ସେଇ ଚିହ୍ନ ମୁତାବକ ଟ୍ରେସ୍ ମ୍ୟାପ୍ ବା ସ୍କେଚ, ରଫ୍ ସ୍କେଚ, ସେଟା ସେ ଅନୁସାରେ ତିଆରି ହେଇନାହିଁ। ଗଲା। ତେଣୁ ତାଙ୍କ ମେମୋରି ଲେଖା ଗୋଟେ ବାଟେ ଗଲା ଏବଂ ପ୍ରକୃତ ସରଜମିନ ଚିହ୍ନଟ ସିଏ ଅଲଗା ବାଟରେ ଗଲା। ତାହେଲେ ଯଦି ଓଡିଶା ସରକାର ଗ୍ରହଣ କଲେ, କୋଉଟା ଗ୍ରହଣ କଲେ? ତାଙ୍କ ଲେଖାକୁ ଗ୍ରହଣ କଲେ ନା ସେ ଚିହ୍ନକୁ ଗ୍ରହଣ କଲେ? ଚିହ୍ନ ଅନୁସାରେ ଯୋଉଟା ହେଇଛି ସେଇଟାକୁ ଗ୍ରହଣ କଲେ। କାରଣ ସେ ଚିହ୍ନଟା ହଉଛି ମେନ୍, ଲେଖାଟା ହଉଛି ତାର ବର୍ଣ୍ଣନା ମାତ୍ର। ସେଇ ଚିହ୍ନଟ ଅନୁସାରେ ଦେଖିଲେ କୋଟିଆ ଓଡିଶା ପଟେ ଥିଲା, କୋଟିଆ ଓଡିଶା ପଟେ ଅଛି। 1950 ମସିହାରେ ବି ଏଇଟା କୋଟିଆ ଅଞ୍ଚଳ ଓଡିଶା ଦ୍ୱାରା ଶାସିତ ହେଉଥିଲା, କୋଟିଆ ଓଡିଶାର ଅଞ୍ଚଳ ଥିଲା। ତେଣୁ ଆନ୍ଧ୍ରପ୍ରଦେଶର ଯୋଉ କ୍ଲେମ ସେମାନେ ଯୋଉଟା କରୁଛନ୍ତି, ସେ ଦାବିର ଯଥାର୍ଥତା କିଛି ନାହିଁ। ତାକୁ ଯଦି ଏଭିଡେନ୍ସିଆରୀ ଭ୍ୟାଲ୍ୟୁ ଦେଖିବେ, ବରଂ 1945ର ନକ୍ସାଟା ଗୋଟେ ଇଣ୍ଟରଷ୍ଟେଟ ବାଉଣ୍ଡରୀ ସେଥିରେ ଡେପିକ୍ଟ ହେଇଛି। ଏବଂ ଗିଲବି ଯୋଉଟା କରିଛନ୍ତି ତାକୁ କୌଣସି ମତେ ଗୋଟେ ଏଭିଡେନ୍ସ ଭାବରେ ପ୍ରାମାଣିକତା ତାର ସେମିତି କିଛି ନାହିଁ। ସେ ଗୋଟେ ରଫ୍ ସ୍କେଚ। ଇଏ ହେଲା ଦ୍ୱିତୀୟ କଥା। ତୃତୀୟ କଥା ହେଲା, ଗିଲବି ସାହେବ ତାଙ୍କ ସେ ସ୍କେଚ ମ୍ୟାପରେ ଟ୍ରେସରେ ସେ ଲେଖିଛନ୍ତି, ସାର୍ଟିଫାଇ କରିଛନ୍ତି, ମୁଁ ସର୍ଭେ କରିନାହିଁ, ମୁଁ କେବଳ ଚିହ୍ନଟ କରିଛି। ବର୍ତ୍ତମାନ ଆସିବା ଯେ ଏଇ କାହିଁକି ତାହେଲେ ଆନ୍ଧ୍ରପ୍ରଦେଶ ଏତେ ସବୁ ତଥ୍ୟ ଜାଣିଲା ପରେ ବି ଆଗରୁ ଓଡିଶା ସରକାର କହୁନଥିଲେ, ସେ ଅଲଗା କଥା। ଏଗୁଡାକ ତ ବର୍ତ୍ତମାନ ଆନ୍ଧ୍ରପ୍ରଦେଶରେ ବି ଚର୍ଚ୍ଚା ହଉଛି। ଆମର ମିଡିଆ ଭାଇ ମାନଙ୍କ ଦୟାରୁ ଓଡିଶାରେ ବି ବିସ୍ତୃତ ଚର୍ଚ୍ଚା ହଉଛି, ଆନ୍ଧ୍ର ନିଶ୍ଚୟ ଚର୍ଚ୍ଚା ହଉଛି, ସେମାନେ ବି କରୁଛନ୍ତି, ଆମେ ବି କରୁଛୁ। ଆମେ କଣ କହୁଛୁ ସେମାନେ ଶୁଣୁଛନ୍ତି, ସେମାନେ କଣ କହୁଛନ୍ତି ଆମେ ଶୁଣୁଛୁ। ଏ କାହିଁକି ଆଜି ପର୍ଯ୍ୟନ୍ତ ଚାଲିଛି? ସମାଧାନ ହେଇଯିବା କଥା। ତାର କାରଣ ହଉଛି, ଯେତେବେଳେ 2/12/1968 ମସିହାରେ ଅରିଜିନାଲ ସୁଟ୍ ନମ୍ବର 10 ଅଫ୍ 1968 ଓଡିଶା ଫାଇଲ କରିଥିଲେ ବୋରା ଆମର କୋଟିଆ ଗ୍ରାମପୁଞ୍ଜ ପାଇଁ, ସେତେବେଳେ 11 ଅଫ୍ 1968 ବି ଫାଇଲ କରିଥିଲେ ସେଇଦିନ। ଏବଂ ସେଟା ରିଲେଟ କରୁଥିଲା ବୋରା ମୁଠାର 13ଟି ଗାଁ ପାଇଁ।
ଏଇ ଦିଟା କେସ୍ ଭିତରେ ମୁଁ କାହିଁକି କହୁଛି ସେଟାକୁ ଆଣୁଛି କୋଟିଆ ବେଳକୁ, କାରଣ ସେଇ ଏକା ସାଙ୍ଗରେ ଫାଇଲ ହେଇଥିଲା। ଯେତେବେଳେ 30/3/2006 ମସିହାରେ ମାନ୍ୟବର ସୁପ୍ରିମକୋର୍ଟ କହିଲେ ଯେ କୋଟିଆ ଗ୍ରାମପୁଞ୍ଜ ଆମେ ଶୁଣିବା ନାହିଁ, କାରଣ ଆମର ପାୱାର ନାହିଁ। ଆର୍ଟିକଲ 131 ପ୍ରୋଭାଇଜରରେ କହୁଛି ଯେ ଯଦି ସନନ୍ଦ ଥିବ କିମ୍ବା ଅଣ୍ଡରଷ୍ଟାଣ୍ଡିଂ ଥିବ, କଣ ଥିବ ତାର ଇଣ୍ଟରପ୍ରିଟେସନ କଥା ଆସିବ, ସେଗୁଡାକ ଆମେ କରିବୁ ନାହିଁ, ତେଣୁ ଆମେ ଏଟା କରିବୁ ନାହିଁ। କୋଟିଆ ଗ୍ରାମପୁଞ୍ଜ ଯାହା ଉପରେ ରହିଛି, ବରାମୁଠା ବି ତାରି ଉପରେ ରହିଛି। ଯଦି 30/3/2006 ମାନ୍ୟବର ସୁପ୍ରିମକୋର୍ଟ ବିଚାର କଲେ ଯେ ଏଇଟା ଆମର କ୍ଷମତା ପରିସର ଭିତରେ ଆସୁନି, ଆମେ ଶୁଣିବା ନାହିଁ, ତାହେଲେ 5/5/2010 ପ୍ରାୟ 4 ବର୍ଷ ପରେ ମାନ୍ୟବର ସୁପ୍ରିମକୋର୍ଟ ପୁଣି ସେ ବରାମୁଠା କେସ୍ କେମିତି ଶୁଣିଲେ ଏବଂ କହିଲେ ଯେ ଓଡିଶା କିଛି ପ୍ରମାଣ କରିପାରିଲା ନାହିଁ ଏ ଅଞ୍ଚଳ ଉପରେ ତାର ଅଧିକାର ଥିବାର, ତେଣୁ ଓଡିଶାର କେସଟା ଡିସମିସ୍ ହେଇଗଲା। ସେ କହିଲେ ନାହିଁ ଯେ ଏଟା ଆନ୍ଧ୍ରର ଅଂଶ, ସେ କେବଳ କହିଲେ ଯେ ଓଡିଶା ଯୋଉ ଦାବି କରିଥିଲା ସେଇଟାକୁ ଆମେ ଖାରଜ କରିଦଉଛୁ, କାରଣ ଓଡିଶା କିଛି ପ୍ରମାଣ କରିପାରିଲା ନାହିଁ। ଯେତେବେଳେ କି 1950 ପୂର୍ବରୁ ମାଡ୍ରାସ ଚିଫ ସେକ୍ରେଟାରୀ ଓଡିଶା ସରକାରଙ୍କୁ ଗୋଟେ ଚିଠି ଲେଖିଥିଲେ ଯେ ତୁମର ବୋରାରେ ଯୋଉ ଶିବରାତ୍ରି ହଉଛି, ଏତେ ଲୋକ ହଉଛନ୍ତି, ତାକୁ କଣ୍ଟ୍ରୋଲ କରିବା ପାଇଁ ତୁମ ପୁଲିସ କାହିଁକି ତମେ ପଠାଉନା? ତାର ଅର୍ଥ ହଉଛି ମାଡ୍ରାସ ସରକାର ମାନିଥିଲେ ଯେ ବୋରାମୁଠା ହଉଛି ଓଡିଶା। ଏ ପ୍ରମାଣ ସୁପ୍ରିମକୋର୍ଟ ଦିଆହେଇଥିଲା। ତାହେଲେ ସୁପ୍ରିମକୋର୍ଟ କେମିତି କହିଲେ ଯେ ଥରେ ଯଦି ମାଡ୍ରାସ ସରକାର ମାନି ସାରିଛନ୍ତି ସେଟା ହଉଛି ଓଡିଶାର, ତାପରେ ବାଦ ବିବାଦ କରିବାର କଣ ଅଛି, କଣ କହିବାର ନଥିଲା। କିନ୍ତୁ ମାନ୍ୟବର ସୁପ୍ରିମକୋର୍ଟ କହିଲେ ଯେ ତୁମେ କିଛି ପ୍ରମାଣ କରିପାରିଲ ନାହିଁ, ସେ କାଗଜ ଫାଇଲ ହେଇଛି ସୁପ୍ରିମକୋର୍ଟରେ, ଯିଏ ବି ଦେଖିପାରିବେ। ଏଥିରୁ ଜଣାଯାଉଛି ଯେ ବରାମୁଠା କେସଟି ଏକତରଫା ଭାବରେ ମାନ୍ୟବର ସୁପ୍ରିମକୋର୍ଟକୁ ସମସ୍ତ ତଥ୍ୟ ଯାହା ଦିଆଯାଇଥିଲା ତାକୁ ସେ ତର୍ଜମା ନ କରିକି, କାରଣ ସେ ଆନ୍ଧ୍ରପ୍ରଦେଶ ସେଥିରେ ପ୍ରାର୍ଥନା କରୁଥିଲା ଯେ ଯେହେତୁ 10 ନମ୍ବର କେସରେ ମାନ୍ୟବର ସୁପ୍ରିମକୋର୍ଟ କହିଛନ୍ତି ଯେ ଏଇଟା ତାଙ୍କର କ୍ଷମତା ପରିସର ଭିତରେ ଆସୁନାହିଁ, ତେଣୁ ଏଇଟାକୁ ସୁପ୍ରିମକୋର୍ଟ ଶୁଣାଣି ନ କରନ୍ତୁ। ତା ସତ୍ତ୍ୱେ ସୁପ୍ରିମକୋର୍ଟ ଶୁଣିଲେ ଏବଂ ଏଇଭଳିଆ ଗୋଟେ ଅର୍ଡର ଦେଲେ। କାରଣ ସେଇଭଳିଆ କିଛି ଆମର କୋଟିଆ କେସରେ ବି ହେଇଯିବ ମତେ ଲାଗୁଛି, ସେଇ ଆଶାରେ ଆନ୍ଧ୍ରପ୍ରଦେଶ ଲାଗିଛି ଏ କେସ୍। ନହେଲେ ଏଥିରେ କହିଲା ଭଳିଆ ସେମିତି କିଛି ନାହିଁ। ସେ କଥା ହଉଛି ଯେହେତୁ ଏଟା ହଉଛି ଇଣ୍ଟରଷ୍ଟେଟ ବାଉଣ୍ଡରୀ, ରାଜ୍ୟ ରାଜ୍ୟ ଭିତରର ଝାମେଲା କିମ୍ବା ତାଙ୍କର ବିବାଦ, ତାକୁ ଶୁଣିବା ପାଇଁ ମାନ୍ୟବର ସୁପ୍ରିମକୋର୍ଟ ଶୁଣିବେ କି ପାର୍ଲାମେଣ୍ଟ ଶୁଣିବେ, ଯିଏ ବି ଶୁଣିବ ଦୁଇ ରାଜ୍ୟକୁ ଶୁଣିବେ। ଏଠି ବ୍ୟକ୍ତି ବିଶେଷକର କହିବାର କିଛି ନାହିଁ। ତେଣୁ ଆମେ ଆମର ମା ମାଟି ପାଇଁ ଆମର କର୍ତ୍ତବ୍ୟ ଭାବରେ ଆମେ ଆମ ସରକାରକୁ ଜଣେଇବାକୁ ଚାହୁଁଛୁ ଯେ ଏଇ ପ୍ରମାଣ ସବୁ ଅଛି, ଆପଣମାନେ ଦୟାକରି ଏଇଟାକୁ ମାନ୍ୟବର ସୁପ୍ରିମକୋର୍ଟଙ୍କ ନଜରକୁ ଆଣନ୍ତୁ। କାରଣ ଏବେ ବି ସୁପ୍ରିମକୋର୍ଟରେ ଯଦିଓ ସେ କହିଛନ୍ତି ପାର୍ଲାମେଣ୍ଟ ବିଚାର କରୁ ବୋଲି, କିନ୍ତୁ ଏବେ ବି ପେଣ୍ଡିଂ ଅଛି। ଆମର ଯୋଉ କଣ୍ଟେମ୍ପ୍ଟ ପ୍ରୋସିଡିଂ ହେଇଥିଲା ଆମର ଫେବୃଆରୀ 2021 ମସିହାରେ, ଯେତେବେଳେ ଆନ୍ଧ୍ରପ୍ରଦେଶ ଓଡିଶା ଭିତରେ କୋଟିଆ ଅଞ୍ଚଳରେ ମାନେ ତାଙ୍କର ପଞ୍ଚାୟତ ନିର୍ବାଚନ କରିବାକୁ ଚାହୁଁଥିଲେ, ସେତେବେଳେ ଆମେ କଣ୍ଟେମ୍ପ୍ଟ କରିଥିଲୁ, ସେଟା ଏବେ ବି ବଞ୍ଚିକି ଅଛି। ଏବଂ କେସ୍ ନମ୍ବର ମଧ୍ୟ 4/2023 ସେଇଟା ବି ଏବେ ବି ସୁପ୍ରିମକୋର୍ଟରେ ପେଣ୍ଡିଂ ଅଛି। ଦିଟା ଯାକ କେସ୍ ବିଚାରଣା ପାଇଁ ଯେହେତୁ ରହିଛି, ସୁପ୍ରିମକୋର୍ଟ ବିଚାର କରିବାକୁ ଚାହୁଁଛନ୍ତି, ତେଣୁ ଆମ ସରକାରକୁ ଆମେ ଅନୁରୋଧ କରୁଛୁ ଆପଣମାନେ ଦୟାକରି ଏଇ ପ୍ରମାଣ ତକ ଦିଅନ୍ତୁ। ଆଉ ଗୋଟେ କେସ୍ ଯେମିତି ଆମର 11 ନମ୍ବର କେସରେ ଓଡିଶାର କ୍ଲେମ୍ ଯେହେତୁ ଖାରଜ ହେଇଗଲା, ତେଣୁ ଆନ୍ଧ୍ରପ୍ରଦେଶ ବୋରାମୁଠାକୁ ମାଡି ବସିଲା, ସେମିତି ଆମର ଏଇ 2021 ମସିହାରେ 2022 ମସିହାରେ 2021 ମସିହାର 113 ନମ୍ବର କେସ୍, ଯୋଉଟା 2022 ମସିହାରେ ସୁପ୍ରିମକୋର୍ଟ ଯାଇଥିଲା। 5 ଜଣ ନିର୍ବାଚିତ ପ୍ରତିନିଧି କୋଟିଆ ଅଞ୍ଚଳର ଆନ୍ଧ୍ରପ୍ରଦେଶର, ସେମାନେ ଯାଇକି କହିଲେ ଯେ ଓଡିଶା ଆଜ୍ଞା ଆମେ ଦଉଛୁ ନିର୍ବାଚିତ ପ୍ରତିନିଧି ସରପଞ୍ଚ ମାନେ, ଓଡିଶା ସରକାର କୋଟିଆ ଅଞ୍ଚଳରେ ନିର୍ବାଚନ ପଞ୍ଚାୟତ ନିର୍ବାଚନ କରିବା ପାଇଁ ନୋଟିଫିକେସନ କରିଛନ୍ତି, এটা କଣ ଦରକାର କରିବାର, ଆମେ ତ ଅଲରେଡି ନିର୍ବାଚିତ ହେଇସାରିଛୁ, ତେଣୁ ଏଟାକୁ ତାଙ୍କର ସେ ନୋଟିଫିକେସନକୁ ଖାରଜ କରାଯାଉ ଏବଂ କୋଟିଆ ଅଞ୍ଚଳ ଆନ୍ଧ୍ରପ୍ରଦେଶର ବୋଲି ଘୋଷଣା କରାଯାଉ। ଏଇ କୋଟିଆ ଅଞ୍ଚଳ ଉପରେ ସଭରେଣ୍ଟି ଆନ୍ଧ୍ରପ୍ରଦେଶ ଡିକ୍ଲେୟାର କରିବା ପାଇଁ ସେମାନେ ପ୍ରେୟାର କରିଥିଲେ ଏବଂ ତାଙ୍କର ଏଇ ଆବେଦନଟା ଖାରଜ ହେଇଗଲା। ତାହେଲେ ସେଇ 11 ନମ୍ବର କେସ୍ ପୁରାଇ ହବା କଥା, ଆନ୍ଧ୍ରପ୍ରଦେଶରୁ ରାକେଶ ହେଇଗଲା, ଓଡିଶାରୁ ରହିଲା, ସେମିତି କିଛି ଏଠି ହେଲା। କାରଣ ଓଡିଆ ମାନେ କିମ୍ବା ଓଡିଆଙ୍କ ସରକାର ମାନେ ଏମାନେ କେହି କୋଟିଆ ଉପରେ ଆଗରୁ ଆଗ୍ରହ ନେଇନଥିଲେ। ଯାହା ହଉ ବର୍ତ୍ତମାନର ସରକାର
ଅନ୍ତତଃ ଆଗ୍ରହ ନେଉଛନ୍ତି, ଦେଖୁଛନ୍ତି, ଜାଣୁଛନ୍ତି। ଯୋଉ ଆମର ଓଡିଶାରେ କୋଟିଆ ଗ୍ରାମପୁଞ୍ଜ ବହିକୁ ସେମାନେ ବି ପଢୁଛନ୍ତି, ସେମାନେ ବି ପ୍ରମାଣ ପ୍ରାମାଣିକ ତଥ୍ୟ ସବୁ ଯୋଗାଡ଼ କରୁଛନ୍ତି। ମୁଁ ଭାବୁଛି ଖୁବ୍ ଶୀଘ୍ର କୋଟିଆ ବିବାଦର ସମାଧାନ ହେଇଯିବ। ମାନ୍ୟବର ସୁପ୍ରିମକୋର୍ଟ ଥରେ ବିଚାର କରିଦେଲେ ଆଉ କାହାର କିଛି କହିବାର ନଥିବ। ସାର୍, ଏ ଯୋଉ ସୁପ୍ରିମକୋର୍ଟ ତ ଯେତେବେଳେ ବୋରାମୁଠାର ଇଏଟାକୁ କଲା, ସେଟା ଆନ୍ଧ୍ରପ୍ରଦେଶକୁ ସମର୍ଥନ କରିକି ଦେଇଦେଲା। ଆମର ଆନ୍ଧ୍ରପ୍ରଦେଶକୁ ସମର୍ଥନ କରିକି କିଛି କହିନାହାନ୍ତି। ସେ ଓଡିଶାର ଯୋଉ ଦାବି ଥିଲା, କାରଣ କେସ୍ ଓଡିଶା କରିଥିଲା, ଓଡିଶାର କେସ୍ ଟାକୁ ଖାରଜ କରିଥିଲେ। ସେ କହିନାହାନ୍ତି ଯେ ବୋରାମୁଠା ହଉଛି ଆନ୍ଧ୍ରପ୍ରଦେଶ କରିଛି। ତେଣୁ ସୁପ୍ରିମକୋର୍ଟ ଯେତେବେଳେ ଇଏଟାକୁ କରୁଛି, ଆନ୍ଧ୍ରପ୍ରଦେଶ ସେଟାକୁ ଲାଳିତ ହେଇକି ଅଛି। ଆମର ବର୍ତ୍ତମାନ ଇତିହାସ ସୃଷ୍ଟି ହେଇଛି, 20 ଜଣ MP ଅଛନ୍ତି ଗୋଟିଏ ଦଳର ଏବଂ ରାଜ୍ୟ ସରକାରଙ୍କର। ଏମାନେ ତ ପାର୍ଲାମେଣ୍ଟରେ, କାରଣ ସୁପ୍ରିମକୋର୍ଟ ଯେହେତୁ ପାର୍ଲାମେଣ୍ଟକୁ ଇଏ କରିଛି, ଏମାନେ ତ ପାର୍ଲାମେଣ୍ଟରେ ଦବଦବା କରିକି ଇଏ କରିପାରିଥାନ୍ତେ। ଏମାନେ ଆଉ ଥରେ ସୁପ୍ରିମକୋର୍ଟକୁ କାହିଁକି ଯାଉଛନ୍ତି? ନାଇଁ, ଅଲରେଡି 1968 ମସିହାରୁ ସୁପ୍ରିମକୋର୍ଟରେ କେସ୍ ପେଣ୍ଡିଂ ଅଛି। ଅରିଜିନାଲ ସୁଟ୍ ନମ୍ବର 10 ସୁପ୍ରିମକୋର୍ଟ ତାକୁ ଶୁଣିବାକୁ ମନା କରିଥିଲେ, ପରେ ତାକୁ ଶୁଣୁଛନ୍ତି। ଯେମିତି କହିଲି, ଏବେ ବି ଦିନ ଯାକ କେସ୍ ପେଣ୍ଡିଂ ଅଛି। ଆପଣ ଯଦି ଆମର ଗୁଗୁଲ ସାର୍କୁ ମାରିବେ କୋଟିଆ ଗ୍ରାମପୁଞ୍ଜ ଉପରେ, ସେଇଟା ଦେଖିବେ ଏବେ ବି ସବଜୁଡିସ୍ ଅଛି ଦିନ ଯାକ କେସ୍। ଦୁଇରେ ହେଲା ରାଜନୈତିକ ଦଳ କଣ କରିବେ ନ କରିବେ ସେ କଥା ଅଲଗା। ରାଜନୈତିକ ଦଳ ଯାହା ନିଷ୍ପତ୍ତି ଦେବେ ସେଟା ଯେ ନ୍ୟାୟପୂର୍ଣ୍ଣ ହବ ତାର କିଛି ଗ୍ୟାରେଣ୍ଟି ନାହିଁ। କିନ୍ତୁ ସୁପ୍ରିମକୋର୍ଟ ଯୋଉଟା ବିଚାରକୁ କରିବେ, ଯୋଉ ଜଜମେଣ୍ଟ ଦେବେ, ସେ ଭୁଲ ଠିକ ଯାହା ବି ହଉ ସେ ନ୍ୟାୟପୂର୍ଣ୍ଣ ବୋଲି ଆମେ ଗ୍ରହଣ କରିନେବୁ। ସୁପ୍ରିମକୋର୍ଟ ଏବଂ ରାଜନୈତିକ ନେତାମାନେ ସମସ୍ତେ ମିଶି କୋଟିଆ ଅଞ୍ଚଳର ହଜାର ହଜାର ଲୋକଙ୍କର ମାନବିକ ଅଧିକାରକୁ କ୍ଷୁର୍ଣ୍ଣ କଲା ଭଳି ଏକ ଚକ୍ରାନ୍ତ କରୁନାହାନ୍ତି ତ ସାର୍? କେତେ ବର୍ଷ ଆଉ ତାଙ୍କୁ ବଞ୍ଚିତ କରିବେ, ତାଙ୍କର ନିଜସ୍ୱ ପରିଚୟରୁ ସେମାନଙ୍କୁ ବଞ୍ଚିତ କରିବା ପାଇଁ? ଏକଦମ ବଢିଆ କଥା ଆପଣ କହିଲେ। କଥା ହଉଛି କୋଟିଆ ଅଞ୍ଚଳବାସୀ ଓଡିଶାର ନା ଆନ୍ଧ୍ରର, ସେଇ କଥା ତ। ଏବେ ଯଦି ଭୁବନେଶ୍ୱର ଲୋକମାନେ କହିବେ ଯେ ଆମେ ଗୋଟେ ସାହି ଯାକ ଆମେ ସମସ୍ତେ ଆନ୍ଧ୍ରପ୍ରଦେଶରେ ମିଶିବାକୁ ଚାହୁଁଛୁ, ତାଙ୍କ କଥା ଅନୁସାରେ ଆନ୍ଧ୍ରପ୍ରଦେଶ ମିଶିବାକୁ ଦିଆଯିବ? ତାହା ତ ନୁହଁ। ବାକି ରହିଲା ବେନିଫିଟ, ଆମର ଯୋଉ ସୋସିଆଲ ସିକ୍ୟୁରିଟି ସ୍କିମ୍ ସବୁ ଯାହା ଅଛି, କୋଟିଆ ଅଞ୍ଚଳବାସୀ ସେଥି ତ ବଞ୍ଚିତ ହଉନାହାନ୍ତି। ସେମାନେ ଓଡିଶାରେ ବି ରହୁଛନ୍ତି, ଆନ୍ଧ୍ରରେ ବି ରହୁଛନ୍ତି, ଉଭୟ ରାଜ୍ୟ ଦଉଛନ୍ତି। କଥା ହଉଛି ବେଆଇନ ହଉଛି ଯେତେବେଳେ ଫୁଡ ସିକ୍ୟୁରିଟି ଆକ୍ଟ ଅନୁସାରେ ଗୋଟିଏ ରେସନ କାର୍ଡ ଗୋଟିଏ ଫ୍ୟାମିଲି ପାଇବ, ସେମାନେ 2ଟି ରେସନ କାର୍ଡ ପାଉଛନ୍ତି ସମସ୍ତଙ୍କ ଜାଣତରେ। ସେମିତି ପବ୍ଲିକ ରିପ୍ରେଜେଣ୍ଟେସନ ଆକ୍ଟ ଅନୁସାରେ 1 ଭୋଟର 1 ଭୋଟ, ସେମାନେ 2ଟି ଭୋଟ ଦଉଛନ୍ତି। ଏଗୁଡାକ ବେଆଇନ କାମ ହଉଛି, କିନ୍ତୁ ତାଙ୍କର ବଞ୍ଚିତ ହବାର ସେମିତି କିଛି ନାହିଁ। ସେମାନେ ଏଠୁ ବି ପାଉଛନ୍ତି, ସେଠୁ ବି ପାଉଛନ୍ତି। ନାଗରିକ କଥା କୁହାଯାଉଛି ସାର୍। ଯଦି ଜଣେ ଦିଲ୍ଲୀରେ ଜଣେ ଯଦି ଦେଖିବ ଯେ ଅମୁକ ଇଏର କାଡ୍ରାକା ସେ ଓଡିଶାର ନା ଆନ୍ଧ୍ରର, ସେ କଣ କହିବ? ଦେଖନ୍ତୁ, କଥାଟା ଏମିତି ହଉଛି ଯେ ସ୍ୱାଧୀନ ଭାରତର ନାଗରିକ ଜଣେ ତାର ଇଚ୍ଛା ଅନୁସାରେ ଯୋଉ ଷ୍ଟେଟରେ ଚାହିଁବ ସେଇ ଷ୍ଟେଟରେ ରହିପାରିବ। କୋଟିଆ ଅଞ୍ଚଳବାସୀଙ୍କୁ ମୁଁ ଯେତେବେଳେ ଯାଉଛି କହୁଛି, ତୁମମାନଙ୍କ ଭିତରୁ ଯଦି ଲାଗୁଛି ଯେ ଆନ୍ଧ୍ରପ୍ରଦେଶ ସୋସିଆଲ ସିକ୍ୟୁରିଟି ସ୍କିମ୍ ବେଟର, ସେଥିରେ ଅଧିକା ଭତ୍ତା ମିଳୁଛି, ଅଧିକା ରାସନ ମିଳୁଛି, ରାସନ ଆଣିକି ଘରେ ଦଉଛନ୍ତି, ତମେ ଆନ୍ଧ୍ର ରହିବାକୁ ଚାହୁଁଛ ଯାଅ, ସାଲୁରେ ରହ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କୁହନ୍ତୁ ଗୋଟେ ଘରଟେ ଦିଅନ୍ତୁ, କିଛି ମନା ନାହିଁ। ତୁମେ କାହିଁକି ଭାବୁଛ ଯେ ତୁମେ ଯେତେବେଳେ ଯୋଉ ତମ ଗାଁଟାକୁ ତୁମ ସାଙ୍ଗରେ ବହିକି ନେଇକି ଯିବ ବୋଲି? ଆମର ଯୋଉ ଷ୍ଟେଟ ବାଉଣ୍ଡରୀ ସେଇଟା ନକ୍ସାରେ ଆମେ ଚିହ୍ନ କରିଛୁ। ସରଜମିନରେ କୋଉଠି ପାଚେରୀ ନାହିଁ। ସେମାନେ ଏପଟେ ବି ଯାଉଛନ୍ତି, ସେପଟେ ବି ଯାଉଛନ୍ତି, ସେପଟେ ବି ଆମର ସୁବିଧା ହେଲା ଯେତେବେଳେ ଆମେ ସେଠିକି ଯାଉଛୁ, ସୁବିଧା ନଉଛୁ। ତାଙ୍କର ତ ସୁବିଧା ହଉଛି, ଏଠିକି ଆସୁଛନ୍ତି, ସୁବିଧା ନଉଛନ୍ତି। ତେଣୁ ସେମାନେ କୌଣସି ସୋସିଆଲ ସିକ୍ୟୁରିଟି ସ୍କିମ୍ରୁ ବଞ୍ଚିତ ହେଇନାହାନ୍ତି। କିନ୍ତୁ ତାଙ୍କର ଆଇଡେଣ୍ଟିଫିକେସନ, ଗୋଟେ ଗାଁରୁ ଅଧେ କହିବେ ଆମେ ଆନ୍ଧ୍ରରେ ରହୁଛୁ, ଆମେ ଆନ୍ଧ୍ରପ୍ରଦେଶବାସୀ ହେବାକୁ ଚାହୁଁଛୁ, ଆଉ ଅଧେ କହିବେ ଆମେ ଓଡ଼ିଶାବାସୀ ହେବାକୁ ଚାହୁଁଛୁ। ସରକାର କଣ କରିବେ, ଆପଣ କଣ କରିବେ, ମୁଁ କଣ କରିବି? ତେଣୁ ସେଇ ଅଞ୍ଚଳରେ ମୁଁ ଯେମିତି କହିଲି, ଯେତେବେଳେ 1 ଏପ୍ରିଲ 1936 ମସିହାରେ ଓଡ଼ିଶା ପ୍ରଦେଶ ଗଠିତ ହୋଇଥିଲା ଏବଂ ସମ୍ପୂର୍ଣ୍ଣ ଅବିଭାଜିତ ଜୟପୁର ଜମିଦାରୀ କଲେ କଣ?
ଯୋଉ ପର୍ଯ୍ୟନ୍ତ ଲୋକମାନେ ଜୟପୁର ଜମିଦାରକୁ ଖଜଣା ଦଉଥିଲେ ସେଗୁଡା ସବୁ ଜମିଦାର ଅଂଶ ବିଶେଷ ତାକୁ ଏପଟ ସେପଟ କରିକି ତାର ଅନ୍ୟ ବିଟପିଟ କରିକି ତା ଭିତରୁ କିଛି ଅଞ୍ଚଳ ସେମାନେ ଅଲଗା କରି ନେଇଗଲେ ସେତେବେଳେ। କାରଣ କହିଲା ଭଳିଆ ଇଂରେଜ ମାନଙ୍କ ପାଇଁ କିଛି ଫଳ ପଡୁନଥିଲା। ବ୍ରିଟିଶ ଇଣ୍ଡିଆ, ସିଏ ବି ବ୍ରିଟିଶ ଇଣ୍ଡିଆ। ଆପଣଙ୍କ ଭଳି ଜଣେ ଲୋକଟିଏ ଏ କଥା ବୁଝିପାରିଲା ସାର୍, ସୁପ୍ରିମକୋର୍ଟ କଣ ବୁଝିପାରୁନାହିଁ? ରାତାରାତି ଏତେ ଏତେ ବଡ ବଡ କେସ୍ ଯାକ ଡିଲ୍ କରିଦଉଛି, ସୁପ୍ରିମକୋର୍ଟ କଣ ବୁଝିପାରୁନାହିଁ? ନାଇଁ ଆପଣ ଏକଦମ ଭଲ ପ୍ରଶ୍ନଟେ କଲେ। ଗୋଟେ କେସ୍ ଟାକୁ ନାଇଁ ତାର ଜବାବଟା ଏମିତି ଭାବରେ ବୁଝନ୍ତୁ ଯେ ସୁପ୍ରିମକୋର୍ଟ ହଉଛନ୍ତି ନ୍ୟାୟମୂର୍ତ୍ତି ମାନେ ବସିଛନ୍ତି, ସେମାନେ ନ୍ୟାୟ କରିବା ପାଇଁ। ଓଡିଶାର ପକ୍ଷ କଣ ଯୋଉ ଗୋଟେ କୁହାଯାଇଛି they have neither eyes to see nor ears to hear except what is shown to them and what is told to them। ତାଙ୍କୁ ଆପଣ ଯେତକ କହିବେ, ଯେତକ ସାକ୍ଷୀ ପ୍ରମାଣ ଦେବେ, ସେମାନେ ତାକୁ ଧରିକି ବିଚାର କରିବେ। ତାଙ୍କର ବ୍ୟକ୍ତିଗତ ନଲେଜ ସେଟାକୁ ସେମାନେ ନର୍ମାଲି ବିଚାର ପରିସର ଭିତରକୁ ନିଅନ୍ତି ନାହିଁ। ସେଥିପାଇଁ ନ୍ୟାୟମୂର୍ତ୍ତି ମାନଙ୍କୁ ଆଜ୍ଞା କୁହନ୍ତୁ 50 ବର୍ଷ ହବ ନେବେ ନାହିଁ। 50 ବର୍ଷ ହେଲା ଗୋଟେ ଡିସିସନ ଦେବେ ନାହିଁ, ରାତାରାତି ବସିକି ଡିସିସନ ଦେଇ ଦଉଛନ୍ତି ଗୋଟେ ଗୋଟେ କେସ୍ ଜାଗାରେ। 50 ବର୍ଷ ହେଲା ଏମିତି ଅନ୍ଧମୁଖ ବୋଧର ଭଳିଆ ବସିକି ରହିବେ। ନାଇଁ ଯୋଉ ସାକ୍ଷୀ ପ୍ରମାଣ ଆମ ତରଫରୁ ଦିଆଯାଉଛି କି ତାଙ୍କ ତରଫରୁ ଦିଆଯାଉଛି, ଯେମିତି ମୁଁ କହିଲି ବୋରା ମୁଠା କେସ ରେ ପ୍ରମାଣ ତ ଥିଲା। ମାଡ୍ରାସ ସରକାର ମାନିଥିଲେ ଯେ ବୋରା ମୁଠା ହଉଛି ଓଡିଶାର। ସରିଲା। 1936 ମସିହାରେ 1 ଏପ୍ରିଲ ଯୋଉ ଦିନ ଓଡିଶା ପ୍ରଦେଶ ଗଠିତ ହେଲା, ସେଇଦିନ ଆରୁକୁ ପୁଲିସ ଥାନା ସେଟା ପାଡୁଆ ପୁଲିସ ସର୍କଲ ଲଣ୍ଡନରେ ଥିଲା। ଏ ଯୋଉ ରେକର୍ଡେଡ ନୋଟିଫିକେସନ ଅଛି। କିନ୍ତୁ ପରେ ଆରୁକୁ ଥାନାଟାକୁ ପାଡୁଆ ସର୍କଲରୁ କାଢି ନେଇକି ସେ ଭେରିପୁର କୋଟାକି ତା ଅଣ୍ଡରରେ ରଖିଦେଲେ। ଯେହେତୁ ଆରୁକୁ ଥାନାଟା ଓଡିଶା ଭିତରୁ ନେଇକିରି ମାଡ୍ରାସ ଭିତରକୁ ରଖିଦେଲେ, ଯୋଉଥିପାଇଁ ବୋରା ମୁଠାଟା ଯୋଉଟା ଆରୁକୁ ଥାନାର ଅଂଶ ଥିଲା ସିଏ କୋଟିଆର ଭୂଭାଗରୁ ଅଲଗା ହେଇଗଲା। ଏବଂ ଏ ଯୋଉ ସେମାନେ ଅଲଗା କଲେ, ଜଷ୍ଟ ଆଡମିନିଷ୍ଟ୍ରେଟିଭ ଅର୍ଡର, ସେଇ ଅନୁସାରେ କନଷ୍ଟିଟ୍ୟୁସନ ଅଫ ଓଡିଶା ଅର୍ଡରର ସଂଶୋଧନ ହେଇନାହିଁ। ବୋରା ମୁଠାକୁ ଆଜି ବି ଆନ୍ଧ୍ରପ୍ରଦେଶ ଜବରଦସ୍ତି ଦଖଲ କରିଛି, କାରଣ କନଷ୍ଟିଟ୍ୟୁସନ ଅଫ ଓଡିଶା ଅର୍ଡରରେ ଏପର୍ଯ୍ୟନ୍ତ ଆମେଣ୍ଡମେଣ୍ଟ ହେଇନାହିଁ। କୋଉ ଅଞ୍ଚଳକୁ ନେଇ ଓଡିଶା ଗଠନ ହବ ତା ଭିତରେ ସେ କେମିତି କଣ କରିବା? ଆମେ ଯେମିତିକା ଆପଣ ଛଟପଟ ହଉଛନ୍ତି, ଆମେ ଛଟପଟ ହଉଛୁ, ଓଡିଆ ମାନେ ଛଟପଟ ହଉଛନ୍ତି, ସେଇ ଅନୁସାରେ କାର୍ଯ୍ୟ ହବା ଦରକାର। ଆମର ଏଇ ଯୋଉ ଓଡିଶା ଯୋଉ ଷ୍ଟାଟସ କୋ, ଆନ୍ଧ୍ରପ୍ରଦେଶ କୋଟିଆ ଅଞ୍ଚଳକୁ କୋଉ ଆଇନ ବଳରେ କିମ୍ବା କୋଉ ଆଦେଶ ବଳରେ ପଶୁଛି, ତାର ଜୁରିଡିକ୍ସନ ଆସିଲା କୁଆଡୁ? 1968 ମସିହାରେ କେବଳ ପୁଲିସ ପାର୍ଟି କୋଟିଆ ଅଞ୍ଚଳକୁ ପଶିଥିଲେ, ଆଉ କେହି ପଶୁନଥିଲେ। ଏବଂ ଆପଣମାନଙ୍କ ଆଖି ଆଗରେ ହେଇଛି 2019 ମସିହା ପର୍ଯ୍ୟନ୍ତ, 2019 ମସିହା ଗାନ୍ଧୀ ଜୟନ୍ତୀ ଦିନ ଓଡିଶାରେ ଗୋଟେ 5T ସରକାର ହେଲା। ସେ 5T ସରକାର ହବା ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶର ସ୍କୁଲ, ଅଙ୍ଗନବାଡି, ଅମକ ସମକ ଓଡିଶା ଭିତରେ ନଥିଲା। ତାପରେ ଏଇ ଯୋଉ 5 ବର୍ଷ 2019 ରୁ 2024 ଭିତରେ ସେମାନେ ସ୍କୁଲ କରିଗଲେ, ପାଣି ଟାଙ୍କି କରିଗଲେ, ଯାହା ଚାହିଁଲେ ତାହା କରିଗଲେ। କେହି ତାକୁ ମନା କରିବାକୁ ନଥିଲା। ଓଡିଶାର କେହି ମନ୍ତ୍ରୀ କୋଟିଆ ଅଞ୍ଚଳକୁ ଗଲେ ନାହିଁ। ତାଙ୍କର ଡେପୁଟି ଚିଫ ମିନିଷ୍ଟର ଅଫିସିଆଲି ଆସିକି କୋଟିଆ ଅଞ୍ଚଳରେ ଗସ୍ତ କରିକି ଗଲେ। ଓଡିଶା ସରକାର ପ୍ରତିବାଦ ବି କଲେ ନାହିଁ। ଏବେ ବି ଯେତେବେଳେ ଆନ୍ଧ୍ରପ୍ରଦେଶ ଅଧିକାରୀ ମାନେ କୋଟିଆ ଅଞ୍ଚଳକୁ ଆସୁଛନ୍ତି, ଆମର ସରକାରଙ୍କ ତରଫରୁ କିଭଳି ପ୍ରତିବାଦ ହଉଛି ମୁଁ ଜାଣେ ନାହିଁ, କିନ୍ତୁ ଖବରକାଗଜରେ ବାହାରୁ ନାହିଁ କି ଟିଭିରେ ବାହାରୁ ନାହିଁ। ଟିଭିରେ ଆମର ମାନ୍ୟବର ମନ୍ତ୍ରୀ ମହୋଦୟ ମାନେ କହୁଛନ୍ତି ଆନ୍ଧ୍ର ଅଧିକାରୀ ମାନେ ଆସିଲେ ଓଡିଶା ଭିତରେ ପଶିଲେ ସେ ବନ୍ଧା ହେବେ, ସେ ଅମୁକ ହେବେ, ସବୁ ହେବେ। ଇଏ ଓନ୍ଲି ଯୋଉ କହନ୍ତିନି covenants without the sword are but words and of no strength to secure a man at all। ତୁମ ଯେପର୍ଯ୍ୟନ୍ତ ପଛରେ ତୁମର ଆଇନର ସପୋର୍ଟ ନାହିଁ, ତୁମ ମୁହଁର କଥାରେ କିଛି ମୂଲ୍ୟ ନାହିଁ।